आपण ସମସ୍ତଙ୍କୁ ସ୍ୱାଗତ କରୁଛି ଲର୍ନ ଇନ୍ 5 ଲାଇନ୍ସ ଚ୍ୟାନେଲକୁ। ଏହି ଚ୍ୟାନେଲରେ ଆମେ 5 ଧାଡ଼ିରେ ଜାଣିବା ମହାପୁରୁଷଙ୍କ ଜୀବନୀ ବିଷୟରେ। ଆଉ ଯଦି ମହାପୁରୁଷଙ୍କ ଜୀବନୀ ବିଷୟରେ ଅଧିକା ଜାଣିବାର ଅଛି, ସ୍ପେସିଫିକଲି ଅଧିକା ଜାଣିବାର ଅଛି, ମୋତେ କମେଣ୍ଟରେ ଜଣେଇବେ। ତାଙ୍କ ବିଷୟରେ ଆମେ ଲମ୍ବା ଭିଡ଼ିଓ ଆଣିବା ଆଉ ସେ ଲମ୍ବା ଭିଡ଼ିଓ ଓଡ଼ିଆ ପାଠଶାଳା ଫର ୟୁ ଚ୍ୟାନେଲରେ ପବ୍ଲିଶ ହେବ। ହେଲା, ତାହେଲେ ଆମେ ଯିବା ଆଜି ଜାଣିବା ଆଉ ଜଣେ ମହାପୁରୁଷଙ୍କ ବିଷୟରେ 5 ଧାଡ଼ିରେ। ସୁଷମା ସ୍ୱରାଜ 14 ଫେବୃଆରୀ 1952 ମସିହାରେ ଜନ୍ମଗ୍ରହଣ କରିଥିଲେ। ସେ ଜଣେ ଭାରତୀୟ ଓକିଲ ତଥା ରାଜନେତା ଥିଲେ। 1977 ମସିହାରେ 25 ବର୍ଷ ବୟସରେ ସେ ଭାରତୀୟ ହରିୟାଣାର ସର୍ବକନିଷ୍ଠ କ୍ୟାବିନେଟ ମନ୍ତ୍ରୀ ହୋଇଥିଲେ। ସେ 1998 ମସିହାରେ ସ୍ୱଳ୍ପ ସମୟ ପାଇଁ ଦିଲ୍ଲୀର ପଞ୍ଚମ ମୁଖ୍ୟମନ୍ତ୍ରୀ ଭାବରେ କାର୍ଯ୍ୟ କରିଥିଲେ ଏବଂ ଦିଲ୍ଲୀର ପ୍ରଥମ ମହିଳା ମୁଖ୍ୟମନ୍ତ୍ରୀ ହୋଇଥିଲେ। 6 ଅଗଷ୍ଟ 2019 ମସିହାରେ ତାଙ୍କର ଦେହାନ୍ତ ହୋଇଥିଲା ଏବଂ 2020 ମସିହାରେ ତାଙ୍କୁ ଭାରତର ଦ୍ୱିତୀୟ ସର୍ବୋଚ୍ଚ ନାଗରିକ ସମ୍ମାନ ପଦ୍ମଭୂଷଣ ପ୍ରଦାନ କରାଯାଇଥିଲା। ରହୁଛି, ଦେଖା ହବା ଆଗାମୀ ଭିଡ଼ିଓରେ। ନମସ୍କାର।